ସତ୍ ବା ସାତ୍ୱତ ଯାହା ତାର ଅନୁସରଣୀ ଅନୁଶୀଳନ ହିଁ ହେଉଛି ସତ୍ୟାନୁସରଣ। ଆଉ ଅସ୍ତିତ୍ୱର ବିଦ୍ୟମାନତା ହିଁ ସତ୍ୟ। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର 19/5/1957 ଆର୍ଯ୍ୟପତି ମୁଖ୍ୟ। জীবনর পথে সত্যানুসরণ গুরুঙ্ক বাণীরে শুদ্ধ মন। ସତ୍ୟାନୁସରଣ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶ୍ରୀହସ୍ତ ଲିଖିତ ଏକମାତ୍ର ଗ୍ରନ୍ଥ। ସତ୍ୟାନୁସରଣ ଭଳି କ୍ଷୀଣକାୟ ବା କ୍ଷୁଦ୍ର ବହିଟିକୁ ସାଧାରଣତଃ ଗ୍ରନ୍ଥ ବୋଲି ଅଭିହିତ କରାଯାଏ ନାହିଁ, କିନ୍ତୁ ବିଷୟବସ୍ତୁର ସରଳ ଗାମ୍ଭୀର୍ଯ୍ୟ ଏବଂ ସାବଲୀଳ ପ୍ରକାଶ ନୈପୁଣ୍ୟ ବହିଟିକୁ ଗ୍ରନ୍ଥର ମର୍ଯ୍ୟାଦା ଦିଆଯାଇଛି। ଏହା ଏକ ନୀତିବାଣୀ ସମ୍ବଳିତ ଗ୍ରନ୍ଥ। ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ଏହାର ବିଷୟଗତ ବ୍ୟାପ୍ତି ଓ ଭାଗବତ ଗାମ୍ଭୀର୍ଯ୍ୟ ଅସାଧାରଣ। ଦୁର୍ବଳତା, କପଟତା, ଅନୁତାପ, କାମ ଓ ପ୍ରେମ, ଧର୍ମ ଓ କର୍ମ, ଜ୍ଞାନ ଓ ଭକ୍ତି, ନାମଧ୍ୟାନ, ତୀର୍ଥ, ସନ୍ନ୍ୟାସ ଓ ସାଧନା, ସୁଖ ଓ ଦୁଃଖ, ପାପ ପୁଣ୍ୟ, କ୍ଷମା, ସହିଷ୍ଣୁତା, ଆଧ୍ୟାତ୍ମିକତା ଓ ମୁକ୍ତି, ଶ୍ରଦ୍ଧା, ନିଷ୍ଠା, ସରଳତା, ଆଚାର ବ୍ୟବହାର ବିଧି, ସାଫଲ୍ୟର ଉପାୟ, ସମାଧି, ସନ୍ଦେହ, ସୁକର୍ମ ସାଧନା, ବିଶ୍ୱାସ, ବନ୍ଧୁତ୍ୱ, ଗୁରୁ, ଚାଲିବାର ସଂକେତ, ଦାନ, ଧର୍ମ ପ୍ରଭୃତି ଅସଂଖ୍ୟ ବିଷୟରେ ମୂଲ୍ୟବାନ ଉପଦେଶ ସମ୍ବଳିତ ପୁସ୍ତିକାଟି ପରିପୂର୍ଣ୍ଣ। ସତ୍ୟାନୁସରଣର ଐତିହାସିକ ପୃଷ୍ଠଭୂମି। ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନ୍ୟତମ ପ୍ରିୟ ଭକ୍ତ ଶ୍ରୀ ଅତୁଳଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ଯିଏକି ପାବନା ଜିଲ୍ଲାର ହିମାୟିତପୁର ନିକଟବର୍ତ୍ତୀ ବାଜିତପୁର ଷ୍ଟିମର ଘାଟର ଷ୍ଟେସନ ମାଷ୍ଟର ଥିଲେ। ଅବସର ପାଇଲେ ହିଁ ସେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ସଙ୍ଗ ଲାଭ କରିବାକୁ ଆସୁଥାନ୍ତି। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ସସ୍ନେହ ବ୍ୟବହାରରେ ଏବଂ ବୈଷୟିକ ଓ ପାରିବାରିକ ନାନା ବିଷୟରେ ସର୍ବଦା ସଦୁପଦେଶ ଲାଭ ଆଶାରେ ତାଙ୍କ ପ୍ରତି ଅତୁଲ ବାବୁଙ୍କର ଅଗାଧ ବିଶ୍ୱାସ ଓ ଭକ୍ତି ଜନ୍ମିଥିଲା। ବାଜିତପୁରରୁ ଅନ୍ୟ ସ୍ଥାନକୁ ବଦଳି ହେବା ସମୟରେ ଭକ୍ତ ଅତୁଲଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ବିଶେଷ ଅନୁରୋଧ କରିଥିଲେ, ଏତେ ଦିନ ଧରି ପ୍ରତି ବିଷୟରେ ଆପଣଙ୍କ ପରାମର୍ଶରେ କେତେ ଯେ ସାହାଯ୍ୟ ପାଇଅଛି। ଜୀବନଯାତ୍ରା ପଥରେ ଯାହାଦ୍ୱାରା ଅବାଧରେ ଚାଲିପାରେ, ମୋତେ ଏମିତି କେତେଗୁଡ଼ିଏ ଉପଦେଶ ସମ୍ବଳିତ ବାଣୀ ଲେଖି ନେବାକୁ ହେବ। ଏହାପରେ ହଠାତ୍ ତାଙ୍କର ବଦଳି ନିର୍ଦ୍ଦେଶରେ ବିରହ ବିଚ୍ଛେଦ କାତର ଭକ୍ତ ପ୍ରେମାଶ୍ରୁ ବିସର୍ଜନ ପୂର୍ବକ ପ୍ରାର୍ଥନା କଲେ। ନିତ୍ୟ ଦିବ୍ୟ ଭାବଧାରାରେ ଅନୁପ୍ରାଣିତ ହୋଇ ରହିବା ପାଇଁ 1316 ସାଲ ବା ଇଂରାଜୀ 1910 ମସିହା 22 ବର୍ଷ ବୟସରେ ଗୋଟିଏ ରାତ୍ରିରେ ଗୋଟିଏ ଆସନରେ ବସି ନିରବଚ୍ଛିନ୍ନ ଭାବରେ କ୍ରମାଗତ ଲେଖା ଶେଷ କରିସାରି ପକେଟ୍ ସାଇଜରେ 100 ପୃଷ୍ଠାର ଏକ ଉପଦେଶପୂର୍ଣ୍ଣ ପୁସ୍ତିକାର ରଚନା ସମାପ୍ତ କରି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସେଦିନ ଶୟନ କରିବାକୁ ଯାଇଥିଲେ। ଏହି ଉପଦେଶଗୁଡ଼ିକ ହିଁ ପରବର୍ତ୍ତୀ ସମୟରେ ସତ୍ୟାନୁସରଣ ନାମ ଦେଇ ମୁଦ୍ରିତ ପୁସ୍ତିକା ରୂପେ ପ୍ରକାଶ କରାଯାଇଛି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ସେହି ହାତଲେଖା ସତ୍ୟାନୁସରଣ କୁଷ୍ଟିଆର ବିଶ୍ୱଗୁରୁ ଉତ୍ସବ ସମୟରେ ବଙ୍ଗଳା 1325 ସାଲ ବା 1918 ମସିହାରେ ଶ୍ରୀ ଶ୍ରୀ ଠାକୁରଙ୍କର ତଥା ତାଙ୍କଠାରୁ ଉଦ୍ଧୃତ ସତ୍ସଙ୍ଗ ପରିମଣ୍ଡଳ ସଂସ୍ପର୍ଶରେ ଆସିବା ପରେ କଲିକତାର ସାକ୍ୟ ସିଂ ସେନଙ୍କର ଗୋଚରକୁ ଆସେ। କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ଲେଖା ହେଲେ ମଧ୍ୟ ଏହାର ସାର୍ବଜନୀନ ବା ଭାବ ତାଙ୍କୁ ଉଦ୍ବୁଦ୍ଧ ଓ ଅନୁପ୍ରାଣିତ କରେ ଏବଂ ତାଙ୍କରି ଉଦ୍ୟୋଗରେ ହିଁ ସତ୍ୟାନୁସରଣ ପ୍ରଥମ ପୁସ୍ତକାରରେ
କଲିକତା 5126 ନମ୍ବର ସୁକିଆ ଷ୍ଟ୍ରିଟ୍ର ଗିରିଶ ପ୍ରିଣ୍ଟିଂ ୱାର୍କସରେ ଶ୍ରୀ କେଶବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଦ୍ୱାରା ମୁଦ୍ରିତ ହୁଏ। ପ୍ରକାଶକ ଅତୁଳ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ। ଦ ନ୍ୟୁ ଏରୋ ପବ୍ଲିସିଂ ହାଉସ୍ 168 ନମ୍ବର କର୍ଣ୍ଣୱାଲି ଷ୍ଟ୍ରିଟ୍ କଲିକତା। ସତ୍ୟାନୁସରଣ ବାଣୀର ଉପାଦେୟତା। ସତ୍ୟାନୁସରଣର ଗୋଟିଏ ଗୋଟିଏ ବାଣୀ ବା କଥା ହୀରାଖଣ୍ଡ ଭଳି ଜାଜୁଲ୍ୟମାନ। କଥାଗୁଡ଼ିକ ଶାସ୍ତ୍ରୀୟ ସୂତ୍ର ଭଳି ସଂକ୍ଷିପ୍ତ, ସୂକ୍ଷ୍ମ, ସର୍ବତୋମୁଖୀ ଏବଂ ଅକାଟ୍ୟ। ମନ୍ତ୍ର ଭଳି ପ୍ରତିଟି କଥା ଅମୋଘ ଶକ୍ତି ସମ୍ପନ୍ନ। ବହିଟିର ସହଜ ସରଳ ପ୍ରାଞ୍ଜଳ ଗଭୀର ଭାବବ୍ୟଞ୍ଜକ ବାଣୀଗୁଡ଼ିକ ଦୈନନ୍ଦିନ ଜୀବନରେ ମଣିଷ ମନର ନାନାବିଧ ସମସ୍ୟାର ନିରସନ କରି ଅନାୟାସରେ ଯେମିତି ସୁନ୍ଦର ସମାଧାନ ଆଣିଦିଏ। ଚିତ୍ତବୃତ୍ତି ସମୂହର ଅପୂର୍ବ ନିୟନ୍ତ୍ରଣ ସାମଞ୍ଜସ୍ୟ ଓ ସମାଧାନର ଉପାୟ ଏହାର ପ୍ରତିଟି ଛତ୍ରେ ଛତ୍ରେ ଦେଦୀପ୍ୟମାନ। ସତ୍ୟାନୁସରଣର ପ୍ରତ୍ୟେକଟି କଥା ବା ବାଣୀଗୁଡ଼ିକ ଏତେ ସତେଜ, ତୀକ୍ଷ୍ଣ, ଅର୍ଥପୂର୍ଣ୍ଣ, ପଢ଼ିଲେ ହିଁ ଯେମିତି ଅନ୍ତରର ଅନ୍ତଃସ୍ଥଳରେ ଯାଇ ପହଞ୍ଚିଯାଏ, ଆଉ ତାହା ଚିରଦିନ ହିଁ ସ୍ମୃତି ପଟରେ ଅକ୍ଷୟ ହୋଇ ରହିଯାଏ। ଶ୍ରୀମଦ୍ ଭଗବଦ୍ ଗୀତା ଭଳି ଏହା ଏମିତି ଏକ ପବିତ୍ର ଗ୍ରନ୍ଥ ସମସ୍ତ ଧର୍ମର ମଣିଷଙ୍କର ନିତ୍ୟ ପଠନୀୟ ହେବା ଉଚିତ। ସତ୍ୟାନୁସରଣ ଚିତ୍ତଶୁଦ୍ଧି ଓ ଆଚାର ଶୁଦ୍ଧିର ତୀର୍ଥ ସଲିଳ। ସତ୍ୟାନୁସରଣର ପ୍ରତ୍ୟେକଟି କଥା ହିଁ ଯେମିତି ଗୋଟିଏ ଗୋଟିଏ ଉଦ୍ଦେଶ୍ୟ ବା ଲକ୍ଷ୍ୟ ଭଳି ଗଭୀର, ଭାବବ୍ୟଞ୍ଜକ ଓ ଅର୍ଥ ଗରିମାରେ ପରିପୂର୍ଣ୍ଣ। ଅସଂଖ୍ୟ ବାଣୀ ମଧ୍ୟରୁ ସତ୍ୟାନୁସରଣର ପ୍ରଥମ ବାଣୀର ପ୍ରଥମ ଶବ୍ଦ ସର୍ବପ୍ରଥମ ଆମ୍ଭମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ, ସାହସୀ ହେବାକୁ ହେବ, ବୀର ହେବାକୁ ହେବ। ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା। ତଡ଼ ଯେତେ ଶୀଘ୍ର ପାର ଏହି ରକ୍ତ ଶୋଷଣକାରୀ ଅବସାଦ ଉତ୍ପାଦକ ଭ୍ୟାମ୍ପାୟାରକୁ। ସ୍ମରଣ କର ତୁମେ ସାହସୀ, ସ୍ମରଣ କର ତୁମେ ଶକ୍ତିର ତନୟ, ସ୍ମରଣ କର ତୁମେ ପରମ ପିତାଙ୍କ ସନ୍ତାନ। ଆଗେ ସାହସୀ ହୁଅ, ଅକପଟ ହୁଅ, ତେବେ ଜଣାଯିବ ତୁମର ଧର୍ମରାଜ୍ୟରେ ପଶିବାର ଅଧିକାର ଜନ୍ମିଛି। ସତ୍ୟାନୁସରଣର ଆଙ୍ଗିକ ସୌଷ୍ଠବ। ଏହି ସତ୍ୟାନୁସରଣ ହେଉଛି ଏକ ନୀତି ତତ୍ତ୍ୱ ଉପଦେଶାବଳୀ ମାତ୍ର। ଏହାର ପ୍ରାଣ ହେଉଛି ଇଷ୍ଟ ପ୍ରାଣତା ଓ ଆତ୍ମା। ପୁରୁଷୋତ୍ତମଙ୍କର ନିର୍ଦ୍ଦେଶାବଳୀ। ବଙ୍ଗଳା ଭାଷାରେ ରଚିତ ଏହି ଗ୍ରନ୍ଥ ଗଦ୍ୟାକାର ଓ ଏହାର ବାକ୍ୟଗୁଡ଼ିକର ସମାହାର ମାତ୍ର। ଅନୁଚ୍ଛେଦ ହେଉଛି ଗଦ୍ୟପଦ ମାତ୍ର। ସତ୍ୟାନୁସରଣରେ 408ଟି ବାଣୀ ସନ୍ନିବିଷ୍ଟ ହୋଇଛି। ଏ ସମସ୍ତ କିନ୍ତୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ମୌଳିକ ରଚନା ଓ ନିର୍ଦ୍ଦେଶାବଳୀ। ଏଥିରେ ମୋଟ 60ଟି ପରିଚ୍ଛଦ ରହିଅଛି, କିନ୍ତୁ ଏ ସବୁର ଅଧ୍ୟାୟୀକରଣ କରାଯାଇ ନାହିଁ, ନାମକରଣ ମଧ୍ୟ କରାଯାଇ ନାହିଁ। ସାମ୍ପ୍ରତିକ ଯୁଗର ଗଦ୍ୟ ରଚନାର ରୀତି ଅଧ୍ୟାୟ ନାମବିହୀନ ଭାବରେ ଘଟଣାକ୍ରମ ଗଢ଼ି ଚାଲିବା ଅନୁଯାୟୀ ଏହା ସଂରଚିତ। ଏହାର କଳେବର ଅତି ସଂକ୍ଷିପ୍ତ। ପକେଟରେ ପୁରାଇ ଲୋକ ବୁଲିପାରିବେ, ଏପରି ମଧ୍ୟ କରିଥାନ୍ତି ଅନେକ। କଳିଯୁଗର ତଥା ଏହାର ପରବର୍ତ୍ତୀ ନବୀନ ଯୁଗର ବୈଶିଷ୍ଟ୍ୟ ଓ ଯୁଗ ଧର୍ମକୁ ଉଦ୍ଦେଶ୍ୟରେ ରଖି ସତ୍ୟାନୁସରଣର ସୃଷ୍ଟି। ସାମ୍ପ୍ରତିକ ଓ ପରବର୍ତ୍ତୀ ଯୁଗର ସର୍ବ ସମସ୍ୟାର ସମାଧାନ ନିହିତ ଅଛି ଏଥିରେ। ବର୍ତ୍ତମାନ ପୁରୁଷୋତ୍ତମଙ୍କର ନିର୍ଦ୍ଦେଶାବଳୀର ସଂକ୍ଷିପ୍ତ ସାର ହିଁ ସତ୍ୟାନୁସରଣ। କଳିଯୁଗ ତଥା ନବଯୁଗର ମାନବ ସମାଜ ପାଇଁ ଏହା ଐଶୀ ନିର୍ଦ୍ଦେଶାବଳୀର ସଂକ୍ଷିପ୍ତ ସାର। ସୁତରାଂ ସତ୍ୟାନୁସରଣ ଏହା ବିଶ୍ୱର ପ୍ରତିଟି ମାନବ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ତାର ସମସ୍ତ ସମସ୍ୟାର ସମାଧାନ ହିଁ ସତ୍ୟାନୁସରଣ। ସତ୍ୟାନୁସରଣ ପୁସ୍ତକର ଉପଯୋଗିତା। ସତ୍ୟାନୁସରଣର ବିଷୟବସ୍ତୁର ଚମତ୍କାରିତ୍ୱ ଏବଂ ଭାଷାଗତ ସଂହତ ସୌନ୍ଦର୍ଯ୍ୟରେ ଏହା ଅବଶ୍ୟ ହିଁ ଅସାଧାରଣ ବିଶ୍ୱବରେଣ୍ୟ ଗ୍ରନ୍ଥ। ବର୍ତ୍ତମାନ ବ୍ରହ୍ମାଣ୍ଡର ଏକମାତ୍ର ଭାଗବତ ଗ୍ରନ୍ଥ ହେଉଛି ସତ୍ୟାନୁସରଣ।
ସତ୍ୟାନୁସରଣ ହିଁ ଦେବଲୋକର ସତ୍ୟବାର୍ତ୍ତା, ମନୁଷ୍ୟ ଜାତିର ସ୍ୱର୍ଗଲୋକ। ଏ ଯୁଗର ଦେବଗ୍ରନ୍ଥ ସତ୍ୟାନୁସରଣ। ସତ୍ୟାନୁସରଣର ନିତ୍ୟ ପାଠକକୁ ଏବଂ ତାର ପରିବାରକୁ କରି ତୋଳିପାରେ ଦେବତୁଲ୍ୟ। ପରମ ଜ୍ଞାନ, ପରମ ବୋଧ, ଶୁଦ୍ଧ ସିଦ୍ଧି ଦୃଷ୍ଟି, ପରମ ଆନନ୍ଦ ସବୁକିଛି ହିଁ ସୁଲଭ ହୋଇପାରେ ସତ୍ୟାନୁସରଣର ନିତ୍ୟ ଚର୍ଚ୍ଚା ଦ୍ୱାରା। ସତ୍ୟାନୁସରଣ ଜଗତର ଆଲୋକ ଓ ବ୍ରହ୍ମାଣ୍ଡର କେନ୍ଦ୍ରବିନ୍ଦୁ। ସତ୍ୟାନୁସରଣ ପଢ଼ନ୍ତୁ, ସତ୍ୟାନୁସରଣ ପଢ଼ାନ୍ତୁ, ସତ୍ୟାନୁସରଣ ଆଲୋଚନା ମଞ୍ଚ ସ୍ଥାପନ କରନ୍ତୁ, ଗଢ଼ି ତୋଳନ୍ତୁ ସତ୍ୟାନୁସରଣ ଭିତ୍ତିକ ଜୀବନଚର୍ଯ୍ୟା। ସତ୍ୟାନୁସରଣ ଯେଉଁ ପରିବାରରେ ନିତ୍ୟ ପଠିତ ଅନୁସୃତ, ସେ ପରିବାରର ପତନ ରହିତ, ସେ ପରିବାର ସ୍ୱର୍ଗ ସମାନ, ସେ ପରିବାରରେ ଶାନ୍ତି ବିରାଜମାନ କରେ। ତେଣୁ ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଆଶ୍ରିତ ଥିବା ସମସ୍ତ ଗୁରୁ ଭାଇ, ସମସ୍ତ ମା'ମାନଙ୍କୁ ଅନୁରୋଧ, ଯିଏ ଯେଉଁଠାରେ ଅଛନ୍ତି ସମସ୍ତେ ମିଶି ନିଜ ନିଜ ଅଞ୍ଚଳରେ, ନିଜ ନିଜ ଗ୍ରାମରେ ସତ୍ୟାନୁସରଣର ଚର୍ଚ୍ଚା କେନ୍ଦ୍ର ଗଢ଼ି ତୋଳନ୍ତୁ। ଆମେ ବଞ୍ଚିବା, ଜାତି ବଞ୍ଚିବ, ଜଗତ ବଞ୍ଚିବ। ସର୍ବ ଅସ୍ତିତ୍ୱର ମୂଳ ରହସ୍ୟ ସତ୍ୟାନୁସରଣ। ସତ୍ୟାନୁସରଣ ହିଁ ଜୀବନର ଚାବିକାଠି, ସତ୍ୟାନୁସରଣ ହିଁ ରକ୍ଷା କବଚ। ସତ୍ୟାନୁସରଣ ସଙ୍ଗରେ ଅଛି ତ ବିପଦ ନାହିଁ କି ବିପତ୍ତି ବି ମଧ୍ୟ ନାହିଁ, ଆମେ ସମ୍ପୂର୍ଣ୍ଣ ନିରାପଦ। ସତ୍ୟାନୁସରଣ ପଢ଼ନ୍ତୁ, ସତ୍ୟାନୁସରଣ ପଢ଼ାନ୍ତୁ ଏବଂ ସତ୍ୟାନୁସରଣ ହିଁ ସଙ୍ଗରେ ରଖନ୍ତୁ। ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍। ଜୟ ଗୁରୁ।